ଗୋଟିଏ ଜଙ୍ଗଲରେ ରାନୁ ଚଢ଼େଇ ବହୁତ ଗରିବ ଥିଲା। ଗୁଡିଆ ଜଲ୍ଦି ଉଠ, ଖାଇବା ଖାଇକି ତମେ ଜଲ୍ଦି ସ୍କୁଲ ଚାଲିଯାଅ, ମୁଁ ମୋ କାମକୁ ଯାଉଛି। ଗୁଡିଆ ଜଲ୍ଦି ଜଲ୍ଦି ଉଠି ପଡ଼ିଲା। ଗୁଡିଆ ମୁହଁ ହାତ ଧୋଇକି ଦାନା ଖାଇଲା ଆଉ ତା ବ୍ୟାଗ ନେଇକି ସେ ସ୍କୁଲ ଆଡ଼କୁ ଚାଲିଗଲା। ଜଙ୍ଗଲର ବାକି ପକ୍ଷୀମାନେ ମିଠୁ ଶୁଆର ଫ୍ଲାଇଂ ମେସିନରେ ସ୍କୁଲ ଯାଉଥିଲେ। ମିଠୁ ଶୁଆର ଫ୍ଲାଇଂ ମେସିନ ଆଗେ ଆଗେ ଆଉ ଗୁଡିଆ ତା ପଛେ ପଛେ ଯାଉଥିଲା। ରାନୁ ଚଢ଼େଇ କାମ କରିବା ପାଇଁ ଗୋରି କାଉ ଘରକୁ ଆସିଲା। ରାନୁ ଚଢ଼େଇ, ଆଜି ଏତେ ଲେଟ୍ କ'ଣ ପାଇଁ କରିଲୁ? ପିଲାମାନେ ସବୁ ସ୍କୁଲ ଚାଲିଗଲେଣି। ଗୋରି ମାଲିକାଣୀ, ଆଜି ରାତିରେ ମୁଁ ଠିକ୍ସେ ଶୋଇନାହିଁ, ମୋ ଦେହ ଟିକେ ଭଲ ଲାଗୁନଥିଲା। ତୋର ଏ ଗରିବ କାହାଣୀ ଶୁଣିବା ମୋର ଜମା ବି ଇଣ୍ଟରେଷ୍ଟ ନାହିଁ। ବାସ୍, ଏବେ ଆଉ କିଛି କହିବା ଦରକାର ନାହିଁ। ତୁ ଏବେ ଯା ବାସନ ମାଜିବୁ। ରାନୁ ଚଢ଼େଇ ରୋଷେଇ ଘରକୁ ଯାଇକି ବାସନ ମାଜିଲା। ବାସନ ମାଜି ସାରିଲା ପରେ ଡଲି ଆଉ ଜଗୁର ସାର୍ଟ ପ୍ୟାଣ୍ଟ ବି ଧୋଇଦବୁ। ହଁ ମାଲିକାଣୀ, ଠିକ୍ ଅଛି। ତାପରେ ରାନୁ ଚଢ଼େଇ ଗୋରିକାର ସବୁ ଘରକୁ ସଫା କରିଲା। ଆଉ ଏପଟେ ସ୍କୁଲରେ ଡୋଲି ଗୁଡିଆକୁ କହିଲା, ଗୁଡିଆ, କାଲି ମୋ ବାପା ମୋ ପାଇଁ ଗୋଟିଏ କଣ୍ଢେଇର ଘର ଆଣିଦେଇଛି। ଘରଟି ବହୁତ ସୁନ୍ଦର ହେଇଛି। କ'ଣ ସତରେ? ହଁ ଗୁଡିଆ, ମୋ ବାପା ମୋର ସବୁ କଥା ଶୁଣନ୍ତି। କ'ଣ ତୁମର ଗୁଡିଆ ଘର ମତେ ବି ଟିକେ ଦେଖେଇବ? ହଁ, ଆମେ ମିଶିକି ଖେଳିବା। ମୁଁ ଏକା ଖେଳିଲେ ମଜା ଆସିବ ନାହିଁ। ତାପରେ ସ୍କୁଲ ଛୁଟି ହେଇଗଲା। ମିଠୁ ଶୁଆ ତା ଫ୍ଲାଇଂ ମେସିନ ଆଣିକି ସ୍କୁଲରେ ପହଞ୍ଚିଗଲା। ଆଉ ସବୁ ପିଲା ସେ ସ୍କୁଲ ବାହାର ଥିଲେ। ଆସ ଆସ ପିଲାମାନେ, ଘରକୁ ଯିବା। ଗୁଡିଆ, ତୁମେ କ'ଣ ପାଇଁ ଆମ ସହ ଫ୍ଲାଇଂ ମେସିନରେ ଆସୁନାହଁ? ସେଥିରେ ବସିଲେ ବହୁତ ମଜା ଲାଗୁଛି। କିନ୍ତୁ ମୋ ମାମା ପାଖରେ ଏତେ ପଇସା ନାହିଁ। ତୁମେମାନେ ଯାଅ, ମୁଁ ତୁମ ପଛେ ପଛେ ହିଁ ଆସିବି। ତାପରେ ସବୁ ପକ୍ଷୀ ଫ୍ଲାଇଂ ମେସିନରେ ବସିଗଲେ। ଫ୍ଲାଇଂ ମେସିନ ଆଗେ ଆଗେ ଆଉ ଗୁଡିଆ ତାଙ୍କ ପଛେ ପଛେ। ଏମିତି କିଛି ଦିନ ବିତିଗଲା। ଗୋଟିଏ ଦିନ ଗୁଡିଆ ଆଉ ତା ମାମା ନିଜ ନିଜ ବସାରେ ଶୋଇଥିଲେ। ମାମା, ଆମେ କ'ଣ କେବେ ଧନୀ ପକ୍ଷୀ ହେଇପାରିବା ନାହିଁ? ମୋ ସାଙ୍ଗମାନଙ୍କ ପାଖରେ ସବୁ କିଛି ଅଛି। ସେମାନେ ଯାହା ଚାହୁଁଛନ୍ତି ତାହା କିଣି ପାରୁଛନ୍ତି। ମାମା, ଆମେ ଗରିବ କ'ଣ ପାଇଁ ହେଲେ? କାଶ ଆମେ ବି ଧନୀ ହେଇଥାନ୍ତେ। ଆମ ପାଖରେ ବି ସବୁ କିଛି ଥାନ୍ତା ଆଉ ଆମେ ସବୁ କିଣି ପାରିଥାନ୍ତେ। ଗୁଡିଆ, ଏ ହଉଛି ସଂସାରର ନିୟମ। ତ କିଏ ଧନୀ ହେଲେ ତ କିଏ ଗରିବ ହୁଏ। ଗୁଡିଆ, ଏମିତି ଅଶୁଭ କଥା କୁହନ୍ତି ନାହିଁ। ମାମା, କେତେ ଭଲ ହେଇଥାନ୍ତା ଭଗବାନ ଆମ ସମସ୍ତଙ୍କୁ ଯଦି ଧନୀ କରିଥାନ୍ତେ। ଗୁଡିଆ, ଯଦି ସମସ୍ତେ ଧନୀ ହେଇଥାନ୍ତେ ତାହେଲେ କିଏ କାହାର କାମ କେହି ବି କରିନଥାନ୍ତେ। କେହି କାମ କରିନଥାନ୍ତେ, ସମସ୍ତେ ରାଜା ହେଇକି ବସିଥାନ୍ତେ। ନା କିଏ ବଢେଇ କାମ କରିଥାନ୍ତା, ନା କିଏ ଆଇସ୍କ୍ରିମ ବିକ୍ରି କରିଥାନ୍ତା। ଗୁଡିଆ, ଭଗବାନଙ୍କର କଥା ଆମେ କେବେ ବି ଜାଣିପାରିବା ନାହିଁ। ସେଥିପାଇଁ ସେ ଆମକୁ ଯେମିତି ରହିବାକୁ ଦେବେ ଆମେ ସେମିତି ହିଁ ରହିବା। ହଁ ମାମା, ତମେ ଠିକ କଥା କହୁଛ। ଏମିତି କଥା ହେଇ ହେଇକି ମା ଝିଅ ଶୋଇପଡ଼ିଲେ। ତା ପରଦିନ ପୁଣି ଥରେ ରାନୁ ଚଢ଼େଇ ତା ନିଜ କାମରେ ଚାଲିଗଲା। ରାନୁ ଚଢ଼େଇ, ଆଜି ଘରକୁ କୁଣିଆ ଆସିବେ। ତୁ ଭଲସେ ଘର ଦ୍ୱାର ସଫା କରିଦେ। ଆଉ ହଁ, ମୁଁ ତତେ ଗୋଟିଏ ଲିଷ୍ଟ ଦେବି। ତୁ ମାର୍କେଟ ଯାଇକି ସେ ସବୁ ଜିନିଷ ଧରିକି ଆସିବୁ। ସବୁ କାମ ଯେମିତି ଠିକ ସେ ହେଇଯାଏ। ହଉ ଠିକ୍ ଅଛି ଗୋରି ମାଲିକାଣୀ। ତାପରେ ରାନୁ ଚଢ଼େଇ ଘର ଗୋଟା ଯାକ ଭଲସେ ସଫା କରିଦେଲା। ତାପରେ ଗୋରିକାଉ ଠାରୁ ଲିଷ୍ଟ ନେଇକି ସେ ମାର୍କେଟ ଚାଲିଗଲା। ତାପରେ ରାନୁ ଚଢ଼େଇ ମାଂସ ଦୋକାନରୁ ପ୍ରଥମେ ମାଂସ ଆଣିଲା। ତାପରେ ସେ ଚାଉଳ ଆଣିଲା। ଟମାଟୋ ଆଉ ଲଙ୍କା ରହିଗଲା। ତାପରେ ରାନୁ ଚଢ଼େଇ ଉଡ଼ି ଉଡ଼ିକି ପରିବା ଦୋକାନକୁ ଗଲା। ରାନୁ, ତୁମେ? ରାନୁ ଭଉଣୀ, କେମିତି ଅଛ? ହଁ ପାରା ଭଉଣୀ, ମୁଁ ଠିକ ଅଛି। ତୁମେ କୁହ, ତୁମେ କେମିତି ଅଛ? ଘରେ ସବୁ ଭଲ ତ? ମୁଁ ବି ଠିକ ଅଛି। ତାପରେ ସନ୍ଧ୍ୟା ହେଇଗଲା। ରାନୁ ଚଢ଼େଇ ତା ଘରକୁ ଯାଇନଥିଲା। ରାନୁ ଚଢ଼େଇ ବିଭିନ୍ନ ପ୍ରକାର ଖାଇବା ତିଆରି କରିବାରେ ଲାଗି ପଡ଼ିଥିଲା। ସେ ମନେ ମନେ ଗୁଡିଆ କଥା ହିଁ ଭାବୁଥିଲା। ଗୋରି ମାଲିକାଣୀ, ମୋ ଝିଅ ଗୁଡିଆ ଘରେ ଏକୁଟିଆ ଅଛି। ମୁଁ ଏବେ ମୋ ଘରକୁ ଯାଇପାରିବି କି? ହଁ ହଁ, ଯିବୁ। ତୁ ପ୍ରଥମେ ଯାଇକି ଡଲି ଆଉ ଜଗୁକୁ ଟିକେ ରେଡି କରିଦେ। ମାମା, ମୁଁ ତ ରେଡି ହେଇଗଲି। ମୁଁ ବି ରେଡି ହେଇଯାଇଛି। ମାମା, ମାମୁଁ କେତେବେଳେ ଆସିବେ? ହଁ, ଏବେ ଆସିବେ, ଦେଖିବୁ। ମୋ ଝିଅ ଗୁଡିଆକୁ ଭୋକ ଲାଗିବଣି। କ'ଣ ମୁଁ ଏବେ ଘରକୁ ଯାଇପାରିବି କି? ହଁ ହଁ, ଯା ଭାରି। ଆଉ ଏ ଖାଇବା ବି ନେଇକି ଯା। ରାନୁ ଚଢ଼େଇ ଖାଇବା ନେଇକି ତା ଘର ଆଡ଼କୁ ଉଡ଼ି ଉଡ଼ି ଗଲା। ଏତେ ରାତି ହେଇଗଲା, ମାମା ଏବେ ଯାଇ ଘରକୁ କ'ଣ ପାଇଁ ଆସିନାହାନ୍ତି? ଗୁଡିଆ ଝରକା ପାଖରେ ବସି ତା ମାମାକୁ ଅପେକ୍ଷା କରିଥିଲା। ସେ ଝରକାରେ ଦେଖିଲା ମାମା ଘରକୁ ଆସୁଛି ବୋଲି। ତାପରେ ରାନୁ ଚଢ଼େଇ ଘରକୁ ଆସିଲା। ମାମା, ଏତେ ଲେଟ୍ ଯାଏ ତୁମେ କୋଉଠି ଥିଲ? ତୁମେ ଜାଣିଛ, ମତେ ବହୁତ ଜୋରସେ ଭୋକ ଲାଗୁଛି। ଗୁଡିଆ, ଦେଖ ମୁଁ ତୁମ ପାଇଁ କ'ଣ ଆଣିଛି। ଆଜି ଗୋରି ମାଲିକାଣୀ ବିରିୟାନୀ କରିଥିଲେ ଆଉ ତୋ ପାଇଁ ବି ଦେଇଛନ୍ତି। ବିରିୟାନୀ? ଟେଷ୍ଟି ଟେଷ୍ଟି ବିରିୟାନୀ? ମାମା, ମୋ ମୁହଁରେ ତ ପାଣି ଆସିଲାଣି। ରାନୁ ଚଢ଼େଇ ଯେମିତି ଟିଫିନଟି ଖୋଲିଲା ସେ ଦେଖିଲା ସେଥିରେ ବାସି ଖାଇବା ଅଛି। ଗୁଡିଆ, ଇଏ ତ ବାସି ଖାଇବା।
ମାମା ଏଥିରେ ତ କେତେ ସ୍ମେଲ ଆସୁଛି। ଏସବୁ ଦେଖିକି ରାନୁ ଚଢ଼େଇ କାନ୍ଦି ପକାଇଲା। ରାନୁ ଚଢ଼େଇ ମନେ ମନେ ଭାବୁଥିଲା ତା ଗୁଡିଆ ବିରିୟାନୀ ଖାଇବା ପାଇଁ କେତେ ମନ କରୁଥିଲା। ଆଉ ସେ ଟିଫିନଟିକୁ ତଳେ ପକାଇଦେଲା। ମାମା ଆମେ ଏ ଦାନା ଖାଇଦବା ଚାଲ। ତାପରେ ମା ଝିଅ ଯାକ ଶୁଖିଲା ଦାନା ଖାଇଲେ। ମା ଝିଅ ଦାନା ଖାଇକି ଶୋଇପଡ଼ିଲେ। ତା ପରଦିନ ଗୁଡିଆ ଉଡ଼ି ଉଡ଼ିକି ଝରଣା ଆଡ଼କୁ ଚାଲିଗଲା। ଗୁଡିଆ ସେ ଝରଣା ପାଖରେ ବସିଥିଲା। ତାକୁ ଗୋଟିଏ ଗଛ ଦେଖାଗଲା। ଆଉ ସେ ଗଛଟି ମଉଳି ଯାଇଥିଲା। ମତେ ଲାଗୁଛି ମୋ ପରି ଏ ଗଛଟି ବି ମଉଳି ଯାଇଛି। ମୋ ପ୍ରିୟର ଗଛ, ଏବେ ତୁମକୁ ମୁଁ ପାଣି ଦେଇଦେବି ଆଉ ତୁମେ ଖୁସି ହେଇଯିବ। ତାପରେ ଗୁଡିଆ ନଦୀରୁ ପାଣି ଆଣିକି ସେ ଗଛରେ ଦେଇଦେଲା। ତାପରେ ସେ ଗଛରୁ ତେଜ ରୋଶନୀ ବାହାରିଲା। ତାପରେ ସେଇଥିରେ ବାଇଗଣ ହେଇଗଲା। ୱାଓ, ଏ ତ କେତେ ସୁନ୍ଦର ଗଛ ହେଇଗଲା। ମୁଁ ଗୋଟିଏ ସାଧାରଣ ଗଛ ନୁହେଁ, ମୁଁ ହଉଛି ଗୋଟିଏ ଜାଦୁଇ ଗଛ। ଗୁଡିଆ ତୁମେ ମତେ ବହୁତ ଖୁସି କରେଇଦେଲ। କୁହ ମୁଁ ତୁମ ପାଇଁ କଣ କରିପାରିବି? ତୁମେ ଯାହା ମାଗିବ ମୁଁ ତୁମକୁ ତାହା ଦେବି। କଣ ତୁମେ ମତେ ଗୋଟିଏ ସୁନ୍ଦର ଘର ଦେଇପାରିବ? ଗୋରି ଆଣ୍ଟି ଠାରୁ ବହୁତ ସୁନ୍ଦର ହେଇଥିବା ଦରକାର ସେ ଘର। ମୁଁ ତୁମକୁ ଏମିତି ଘରଟିଏ ଦେବି ଯେ ପୁରା ଜଙ୍ଗଲରେ ସେମିତି ଘର କାହାର ବି ନଥିବ। ତାପରେ ସେ ଗଛରୁ ତେଜ ରୋଶନୀ ବାହାରିଲା। ତାପରେ ସେ ତେଜ ରୋଶନୀରୁ ଗୋଟିଏ ସୁନ୍ଦର ବାଇଗଣର ଘର ତିଆରି ହେଇଗଲା। ଗୁଡିଆ ସେ ଘର ଦେଖିକି ବହୁତ ଖୁସି ହେଇଗଲା। ୱାଓ, ତାପରେ ସେ ବାଇଗଣର ଘରେ ରାନୁ ଚଢ଼େଇ ଓ ଗୁଡିଆ ଖୁସିରେ ଖୁସିରେ ରହିବାକୁ ଲାଗିଲେ। ଗୋଟିଏ ଦିନ ଗରିକାଉ ସେହି ବାଟ ଦେଇକି ଯାଉଥିଲା। ଆରେ ବାଃ, ଏ କେତେ ସୁନ୍ଦର ଘର। ଏ ଘରଟି କାହାର? ଲାଗୁଛି ଏ ଘରଟି ବହୁତ ବଡ଼ ଧନୀର ଘର ହେଇଥିବ। ଆମ ଜଙ୍ଗଲକୁ ନୂଆ ଆସିଛି ବୋଧେ। ତାପରେ ଗରିକାଉ ତାଙ୍କ ବାଟ ବାଡେଇଲା। ହଁ କୁହ। ରାନୁ ଚଢ଼େଇ ତୁ ଏଠି? କଣ ଏ ଘର ତୋର? ହଁ, ଏ ଘରଟି ମୋର। ଏଠି ଆମେ ବହୁତ ଖୁସିରେ ଅଛୁ। ତୁମକୁ ବିଶ୍ୱାସ ହଉନି ନା? ଯେତେବେଳେ ଉପରବାଲାର ଇଚ୍ଛା ହବ ସେ ଯାହାକୁ ପାରିବ ତାହାକୁ ଦବ। ଆମେ କେବେ ଗର୍ବ କରିବା ନାହିଁ। ଗୋରିକାଉ ଏସବୁ ଦେଖିକି ଆଶ୍ଚର୍ଯ୍ୟ ହେଇକି ସେଇଠାରୁ ଚାଲିଗଲା। ତ ସାଙ୍ଗମାନେ ଗପଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜି ପାଇଁ ଏତିକି, ପୁଣି ଆସିବେ କିଛି ନୂଆ ଭିଡ଼ିଓ ନେଇ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ନମସ୍କାର, ଧନ୍ୟବାଦ, ଜୟ ଜଗନ୍ନାଥ।